ହଁ ତୁମ ନାଁ କ'ଣ? ଗଙ୍ଗା ମାଡ଼କାମି ସାର୍। ଗାଁ ଏଇଟା ଡିଟେଲ୍ସ କୁହନ୍ତୁ ଟିକେ। ଗାଁ ଆମର ଗାଁ ବୁଢ଼ୀ ଅଛି ସାର୍, ଓଡ଼ିଶା ଛତିଶଗଡ଼ ସୀମାରେ। ତଣ୍ଡିକି ପଞ୍ଚାୟତ ନାଇଁ କି? ପଞ୍ଚାୟତ ତଣ୍ଡିକି, ଜିଲ୍ଲା ମାଲକାନଗିରି। ଏତେ ସୁନ୍ଦର ଭାବରେ ନ୍ୟାଚୁରାଲ ଫାର୍ମିଂ ହେଇଛି, ଖତ ସବୁ ଗୋବର ଖତରେ ଏକା ଚାଷ ହେଇଛି। ଏଇଠି ଆପଣ ଦେଖନ୍ତୁ ସାର୍, ଗୋବର ଖତରେ ତିଆରି କଲିନି। ହଁ, ସବୁ ଗୋବର ଖତରେ ହେଇଛି। ସବୁ ଗୋବର ଖତ। କେମିକାଲ କିଛି ନାହିଁ ନାଇଁ କି? ନାଇଁ ସାର୍। କ'ଣ? ଓହୋ, ଚାଷ କ'ଣ କ'ଣ ହେଇଛି? ଚାଷ ହେଉଛି ଟମାଟୋ, ବାଇଗଣ, ଟିକେ ଖାଇବା ପାଇଁ ଭେଣ୍ଡି ଟିକେ କରଲି, ତାପରେ ଦୁଡ଼ୁମ କରଲି, ଲଙ୍କା କରଲି। ଆଉ ଇଏ କାଲି ଆଉ ତୋର ସାର ଆସିବ, 2500 ସାର ଆସିବ ଜଗଦଲପୁରରୁ। କ'ଣଟା? ହଁ, ଏଇଟା ନିଜେ କରୁଛ କି ସରକାର ତରଫରୁ କ'ଣ ସହାୟତା ଦିଆ? ନିଜେ କରୁଛି, ସବୁ ନିଜେ। ସବୁ ନିଜେ। ଏତେ ସୁନ୍ଦର ଭାବରେ ଯୋଉ ହେଇଛି, ଆଇଡିଆ କିଏ ଦେଲା? ଏତେ ବଢିଆ ଏଇଟା ପଲିଥିନ କରିକି ସାର୍ ମୁଁ ସ୍ପ୍ରିଙ୍କଲର ଦେଇକି ଏ ସୁନ୍ଦର ଆଇଡିଆ କିଏ ଦେଲା? ସାର୍ ମୁଁ 2000 କେତେ ମସିହାରେ ମୁଁ ବାହାରେ ଆମକୁ ନେଇଥିଲେ ସେଠି ଚାଷ ବିଷୟରେ ଟିକେ ଶିଖାଇବାକୁ, ସେଠି ଯାଇକି ଅଳ୍ପ କିଛି ଶିଖିଥିଲି। ଆଉ ଗତ ବର୍ଷ ମୁଁ କରିଲି, ଅଳ୍ପ ଛୋଟ ଜାଗାରେ କରିକି ମୁଁ ଟିକେ ଲାଭ ପାଇଲି। ଲାଭ ପାଇଲାରୁ ମୋତେ ଇଣ୍ଟରେଷ୍ଟ ଲାଗିଲା କି ଯାହା କିଛି ବଡ଼ କରିବି। ସତ କଥା। ଆଉ ଏମିତି କରିବି ବୋଲି ଏ ପ୍ଲାନ୍ରେ କରିଛି। ଆଉ ଡ୍ରିପ୍ଟା ସରକାର ମାଧ୍ୟମରେ ମୋତେ ମିଳିଲା। ସେଇଟା ହର୍ଟିକଲଚର ଡିପାର୍ଟମେଣ୍ଟ ଡ୍ରିପ୍ ମିଳିଥିବ ବୋଧେ? ଡ୍ରିପ୍ ମିଳିଛି। ତାପରେ ବୋର୍ଟା ନିଜ ପଇସାରେ କୁଲି, ତାପରେ ସବୁ କିଛି ପଇସାରେ। ଆଚ୍ଛା, ହର୍ଟିକଲଚରରେ କିଏ ଅଛନ୍ତି କି? କିଏ ଅଫିସର? ଅଫିସର ଏ ଡ୍ରିପ୍ ଅଫିସର ନା ପ୍ରଶାନ୍ତ ସାର୍। ଆଚ୍ଛା ଆଚ୍ଛା। ଏବେ ବର୍ତ୍ତମାନ ଚାଷ କ'ଣ କ'ଣ ଅଛି? ଟମାଟୋ ଆଉ ଟମାଟୋ, ବାଇଗଣ, ଦୁଡ଼ୁମଟା, ଭେଣ୍ଡି, ଲଙ୍କା। ଆଉ ଭବିଷ୍ୟତରେ କ'ଣ କରିବାର ପ୍ଲାନ୍ ଅଛି? ଭବିଷ୍ୟତରେ ମୁଁ ଟିକେ ଆଉ ବେଶୀ କରିବାକୁ ଇଚ୍ଛା ଅଛି। ଯାହା ବି କରିବି ଭଲରେ କରିବି, କିନ୍ତୁ ନିଜ ଆଇଡ଼ିଆରେ କରୁଛି। ହେଲେ କାହାର ଏତେରେ ତ ନିଜ ପରିଶ୍ରମରେ ଏତେ କରୁଛି। ମୋର ପିଲା ଛୁଆକୁ ବି ଯାହା ବି ଏ ଜିନିଷଟାକୁ ଶିଖାଉଛି। ଏବେ ସ୍କୁଲ ଖୋଲା ତାଙ୍କେ ଯିବେ। ସବୁ ନିଜ ଜମିରେ ହେଇଛି ନାଇଁ? ଆଉ ବୋରୱେଲ ବି କରିଛ କି? ନିଜ ବୋରୱେଲ ଏ ବର୍ଷ ନିଜ ଖର୍ଚ୍ଚରେ, ନିଜ ପଇସାରେ। 2 ଲକ୍ଷ ପଡ଼ିଗଲା। 2 ଲକ୍ଷ ଖର୍ଚ୍ଚ ହେଲା? 2 ଲକ୍ଷ ଖର୍ଚ୍ଚ ହେଲା ବୋରୱେଲରେ? ଖାଲି ବୋରୱେଲରେ। ପନିପରିବା ବିକି କେତେ ଟଙ୍କା ଲାଭ ହେଲାଣି? ଆଜିଠୁ ଆରାମ ହବ ସାର୍। ତାପରେ ଏ ବର୍ଷ ଫାଷ୍ଟ ଟାଇମ୍ ଏଇଟା ନାଇଁ? ଏଇଟା ଫାଷ୍ଟ ଟାଇମ୍। ଯେତିକି ଖାଉଥିଲୁ, ଆଜି ଗୋଟେ ବୁକିଂ ଆସିଲା, ସେଠି 50 କେଜି ବାଇଗଣ ଦେବି ବୋଲି। ଯାହା ଖୁସି ଲାଗିଲା, ବହୁତ ସୁନ୍ଦର ଲାଗିଲା। ଆମର ମାଲକାନଗିରି ବ୍ଲକରେ ବି ଏମିତି ଅର୍ଗାନିକ ଫାର୍ମିଂରେ ଚାଷ କରୁଛନ୍ତି, ବହୁତ ଖୁସି ଲାଗିଲା। ଆଉ କେମିତି ଚାଷ କରନ୍ତୁ, ଆଗକୁ ବଢ଼ନ୍ତୁ। ବହୁତ ବହୁତ ଧନ୍ୟବାଦ।